ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ଦିନ ପ୍ରତିଦିନ ଆପଣମାନେ ଆମମାନଙ୍କ କାର୍ଯ୍ୟକ୍ରମସ୍ଥ ଜଡ଼ିତ ହେଉଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଏ। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ଆଜି ଆମେ ଯେଉଁ ପ୍ରସଙ୍ଗର ଆଲୋଚନା କରିବା, ଆଲୋଚ୍ୟ ପ୍ରସଙ୍ଗ ହେଉଛି ଅବୁଝା ମଣିଷ। ଅବୁଝା ମଣିଷ। ମଣିଷ ଭାବୁଛି କ'ଣ ଏ ଜଗତ ହିଁ ସବୁକିଛି, ଜଗତର ସୁଖ ହିଁ ସବୁକିଛି, ଜଗତ ହିଁ ତାର ସବୁ, ତାର ପରିସୀମା ମଧ୍ୟରେ କେବଳ ଜଗତ ହିଁ ଆସେ, ଆଉ ଜଗତ ବାହାରେ ଆଉ କିଛି ନାହିଁ, ଏଇଟା ସେ ଭାବେ। ମନୁଷ୍ୟର ଜ୍ଞାନ, ତାର ଦକ୍ଷତା, ବୁଦ୍ଧି, ତାର ସମ୍ବଳ, ତାର ମତିଭ୍ରମ କରିଛି, ଆଉ ସେ ଭାବୁଛି ଏସବୁ ମୋ ପାଇଁ ଯଥେଷ୍ଟ ବୋଲି। କିନ୍ତୁ ଯଦି ଆମେ ଇତିହାସକୁ ଦେଖିବା, ପୃଥିବୀର ଇତିହାସକୁ ଦେଖିବା, ଯେ ଦୁଇଟି ଭୟଙ୍କର ଘଟଣା ଘଟିଛି, ଯାହା ଆଗାମୀ ସମୟରେ ମଧ୍ୟ ଘଟିବା ପାଇଁ ଯାଉଛି, ତାଠାରୁ ଅତି ଭୟଙ୍କର ବିଷୟ। ମସ୍ତ ଖୋଲନ୍ତୁ ଆପଣମାନେ ଲୁକଲିଖିତ ସୁସମାଚାର ତାର 17 ଅଧ୍ୟାୟ ତାର 26 ପଦରୁ 30 ପଦ ପର୍ଯ୍ୟନ୍ତ ଲେଖାଯାଏ, ଆଉ ନୋହଙ୍କ ସମୟରେ ଯେ ପ୍ରକାର ଘଟିଥିଲା, ମନୁଷ୍ୟ ପୁତ୍ରଙ୍କ ସମୟରେ ମଧ୍ୟ ସେ ପ୍ରକାର ଘଟିବ। ଜାହାଜରେ ନୋହଙ୍କ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଭୋଜନପାନ ଓ ବିବାହ କରିବା ଓ ବିବାହ ହେବାରେ ପ୍ରବୃତ୍ତ ଥିଲେ। ପୁଣି ଜଳପ୍ଲାବନ ଆସି ସମସ୍ତଙ୍କୁ ବିନାଶ କଲା। ଲୋଟଙ୍କ ସମୟରେ ମଧ୍ୟ ସେ ପ୍ରକାର ଘଟିଥିଲା। ଲୋକେ ଭୋଜନପାନ, କ୍ରୟ ବିକ୍ରୟ, ବୃକ୍ଷରୋପଣ ଓ ଗୃହ ନିର୍ମାଣ କରିବାରେ ପ୍ରବୃତ୍ତ ଥିଲେ। କିନ୍ତୁ ଲୋଟ ସୋଦମରୁ ବାହାରି ଯିବା ଦିନ ଆକାଶରୁ ଅଗ୍ନି ଓ ଗନ୍ଧକ ବୃଷ୍ଟି ହୋଇ ସମସ୍ତଙ୍କୁ ବିନାଶ କଲା। ମନୁଷ୍ୟ ପୁତ୍ର ପ୍ରକାଶ ହେବା ଦିନ ସେଇ ପ୍ରକାର ଘଟିବ। ଏଠି ଦୁଇଟି ଐତିହାସିକ ଘଟଣା ଲେଖାଯାଏ, ମାନେ ଦୁଇଟି ହିଷ୍ଟୋରିକାଲ ଇଭେଣ୍ଟ ଏଠି ଉଲ୍ଲେଖ କରାଯାଉଛି। ଯେ ନୋହଙ୍କ ସମୟ, ଆଉ ନୋହଙ୍କ ସମୟରେ କ'ଣ ଘଟିଥିଲା, ଯେ ନୋହ ଜାହାଜରେ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଭୋଜନପାନ, ବିବାହ କରିବା ଓ ବିବାହ ହେବାରେ ପ୍ରବୃତ୍ତ ଥିଲେ। ପୁଣି ଜଳପ୍ଲାବନ ସେ ସମସ୍ତଙ୍କୁ ବିନାଶ କଲା। ଏ ଅବୁଝା ମଣିଷ ଭାବୁଛି ଜଗତ ହିଁ ସବୁ କିଛି, ତେଣୁ ସେ ଭୋଜନପାନ, ବିବାହ କରିବା, ବିବାହ ହେବାରେ କେବଳ ମାତିଛି। ଆଜି ଦେଖିବେ କେବଳ ଭୋଜି ଭାତ, ରାସ୍ତା କଡ଼ରେ ଦେଖିବେ କେବଳ ଦୋକାନ ବଜାର, ଖାଲି ଖାଇବା ଦୋକାନ। ଆପଣଙ୍କ ସହରରେ ଦେଖନ୍ତୁ, ଦିନ ପ୍ରତିଦିନ ନୂଆ ନୂଆ ଫୁଡ ମଲ୍ ଗୁଡ଼ାକ ଆସୁଛି, ଆଉ ଭିଡ଼ ବଢ଼ି ଚାଲିଛି। ଲୋକମାନେ କେବଳ ଖାଇବାରେ, ବିବାହ ଭୋଜରେ ବ୍ୟସ୍ତ ଅଛୁ। ଅବୁଝା ମନୁଷ୍ୟ ଭାବୁଛି ଏଇଟା ହିଁ ସବୁ କିଛି। ଦିନେ କ'ଣ ହେଲା, ଯେ ଜଳପ୍ଲାବନ ଆସି ସମସ୍ତଙ୍କୁ ନଷ୍ଟ କଲା, ଯେଉଁମାନେ ଏଠି ମାତିଥିଲେ। ଆଗାମୀ ସମସ୍ୟା ଘଟିବା ପାଇଁ ଯାଉଛି। ନୋହଙ୍କ ସମୟରେ ଯେଉଁ ପ୍ରକାର ଘଟିଥିଲା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ସମୟରେ ଠିକ୍ ସେଇ ପ୍ରକାର ଘଟିବ। ଆଜି ଲୋକମାନଙ୍କୁ ଦେଖିବେ, ଭୋଜି ଭାତ ଯୋଉଠି, ମଣିଷ ସେଇଠି। ଯଦି କାହାରିକୁ ଖୋଜିବେ କୋଉଠି ମିଳୁନାହିଁ, ସେ ହୋଟେଲରେ ବା ଦୋକାନରେ ଥିବ, ସେ ଖାଇବା ପିଇବା ଜାଗାରେ ହିଁ ରହିଥିବ। ଏଇଟା ଆଜିର ମଣିଷର ବାସ୍ତବ ସମସ୍ୟା। ସେ ଭାବୁଛି କେବଳ ମୁଁ ତ ଖଟୁଛି ତ ଖାଇବା ପାଇଁ, ପେଟ ପାଟଣା ପାଇଁ ଚିନ୍ତା ତାର। ତ ବିବାହ କରିବା, ବିବାହ ହେବା ଆଉ ଭୋଜନରେ ମାତି ରହିବା, ଏଇଟା ଆଜିର ସମସ୍ୟା। ଆଉ ଗୋଟେ ସମସ୍ୟା ଦେଖିବେ, ପରବର୍ତ୍ତୀ ସମୟରେ ଲୋଟଙ୍କ ସମୟରେ ମଧ୍ୟ ସେ ପ୍ରକାର ଘଟିଥିଲା। ଲୋକେ ଭୋଜନପାନ, କ୍ରୟ ବିକ୍ରୟ, ବୃକ୍ଷରୋପଣ ଓ ଗୃହ ନିର୍ମାଣ କରିବାରେ ପ୍ରବୃତ୍ତ ଥିଲେ। ଏଇଟା ଟିକେ ଆଡଭାନ୍ସ ହେଇଯାଇଛି। କ'ଣ ହେଇଛି? ଖାଇବା ଆଉ କ୍ରୟ ବିକ୍ରୟ, ମାନେ ବିଜନେସ୍। ଆପଣ ଦେଖନ୍ତୁ, ଏ ଦିନମାନଙ୍କର ବିଜନେସ୍ ହିଁ ସବୁ କିଛି। ସେ ପାଠ ପଢୁଛି, ସେ ବିଜନେସ୍ ହିଁ ଯାଉଛି, କାରଣ ଚାକିରି ତ ନାହିଁ। ଚାକିରି କଲେ ବି ସେତିକି ପଇସା ମିଳିବନି, ତ ସେ ତା ସମ୍ପର୍କକୁ ମଧ୍ୟ ବ୍ୟବସାୟରେ ପରିଣତ କରିଦେଇଛି। ଯୋଉଠି ଲାଭ ମିଳିବ ସେଇଠି ସମ୍ପର୍କ ରଖିବ। ଭୋଜନ ପାନ କରିବାରେ, କ୍ରୟ ବିକ୍ରୟ, ଦେଖନ୍ତୁ ଜମି କିଣା ବିକା, ଅନେକ ବିଷୟ ଲୋକ କିଣୁଛନ୍ତି, ବିକୁଛନ୍ତି, ବିକୁଛନ୍ତି, କିଣୁଛନ୍ତି। ଦିନ ରାତି ଲୋକମାନେ ଖାଲି ବିଜନେସରେ ମାତିଛନ୍ତି। ତାପରେ ଦେଖିବେ ବୃକ୍ଷରୋପଣ, ସବୁଠାରୁ ସୁବିଧା। ଦେଖିବେ କୌଣସି ସ୍ଥାନ ଖାଲି ନାହିଁ। ଆପଣ ଯଦି ଗ୍ରାମାଞ୍ଚଳକୁ ଯିବେ, ପାହାଡ଼ ପର୍ବତ, ନଦୀ ନାଳ, ସବୁଠି ଖାଲି ବୃକ୍ଷ। ବୃକ୍ଷରୋପଣ, ତାପରେ ଗୃହ ନିର୍ମାଣ। ଆପଣ ଆପଣଙ୍କ ସହରକୁ ଅନେଇକି ଦେଖନ୍ତୁ। ଆପଣ ଯଦି ଭୁବନେଶ୍ୱରକୁ ଆସିବେ, କଟକ ଯିବେ, ସମ୍ବଲପୁର, ବାଲେଶ୍ୱର, ବଡ଼ ବଡ଼ ସହର, ମୁଁ ଓଡ଼ିଶାର କଥା କହୁଛି। ଯଦି ଆପଣ ମୁମ୍ବାଇ ଯିବେ ଆଉ କଲିକତା ଯିବେ, ଅଲଗା ବିଷୟ। ବେଙ୍ଗଲୋର ଯିବେ, ଅଲଗା ବିଷୟ। ବିଦେଶର କଥା ଆଉ ଅଲଗା। କେବଳ ଗୃହ ନିର୍ମାଣ। ଲୋକ ଭାବୁଛନ୍ତି ଲଙ୍ଗ ଟର୍ମ ଇନଭେଷ୍ଟମେଣ୍ଟ, ଘର ବନେଇବା, ଆରାମରେ ରହିବା। ଘର, ଲୋକମାନେ ତାଙ୍କର ଜୀବନର ସବୁ ସମ୍ବଳ କେବଳ ଗୃହ ନିର୍ମାଣ ଲଗାଇ ଦେଉଛନ୍ତି, ସତେ ଯେମିତି ସଦାକାଳ ରହିବେ ସେଇଠି।
ତ ବୃକ୍ଷରୋପଣ, ଗୃହ ନିର୍ମାଣ, କ୍ରୟ ବିକ୍ରୟ, ଭୋଜନ ପାନ ଏଠି ମାତି। ଅବୁଝା ମଣିଷ କେବଳ ଭାବୁଛି ଏସବୁ ତାର, ଏଇଠି ସେ ରହିବ। କିନ୍ତୁ ଲେଖାଯାଉଛି କ'ଣ? କିନ୍ତୁ ଲୋଟ ସୋଦମରୁ ବାହାରି ଯିବା ଦିନ ଆକାଶରୁ ଅଗ୍ନି ଓ ଗନ୍ଧକ ବୃଷ୍ଟି ହୋଇ ସମସ୍ତଙ୍କୁ ବିନାଶ କଲେ। ସେଇଠି ମଧ୍ୟ ଲୋକମାନେ ଗଲେ, ଏଇଠି ବି ଗଲେ। ଅବୁଝା ମଣିଷ ଦୁଇଟା ଘଟଣାରେ ବୁଝିପାରୁନାହିଁ। ଦୁର୍ଭାଗ୍ୟର କଥା କ'ଣ? ଲୋକମାନେ ବାଇବଲ ପଢ଼ି ନାହାନ୍ତି। ଆଉ ଆମ ଦେଶରେ ବାଇବଲ ପଢ଼ିବା ପାଇଁ ମନା ବି କରାଯାଉଛି। ବାଇବଲ ଯଦି ପଢ଼ିବ ସେ ଆଗାମୀ କ୍ରୋଧରୁ ରକ୍ଷା ପାଇଯିବ। କିନ୍ତୁ ବାକି ଲୋକମାନେ ବାଇବଲକୁ କ'ଣ କହୁଛନ୍ତି? ଏଇଟା ଗୋଟେ ଖ୍ରୀଷ୍ଟିଆନ ଧର୍ମଗ୍ରନ୍ଥ, ଆମେ ପଢ଼ିବା କଥା ନୁହେଁ। ଏମିତି ଜେନେରାଲି ତ ଥରେ ପଢ଼ିବା କଥା, ବାଇବଲରେ କ'ଣ ଲେଖା ହେଇଛି। ଆମେ ଯେମିତି ଅନ୍ୟ ଧର୍ମଗ୍ରନ୍ଥ ଗୁଡ଼ା ପଢ଼ୁଛୁ, ସେମାନେ ବି ଥରେ ପଢ଼ିବା କଥା, ଦେଖିବା ତ ଏ ବାଇବଲରେ କ'ଣ ଅଛି, ଲୋକମାନେ କ'ଣ ପାଇଁ ବାଇବଲ ପଢ଼ୁଛନ୍ତି, ଏ ବାଇବଲକୁ ଧରି ଲୋକମାନେ ଦିନ ରାତି କାହିଁକି ପ୍ରଚାର କରୁଛନ୍ତି, ଏ ବାଇବଲର କଥା ଶୁଣିଲା ପରେ ଲୋକମାନେ କାହିଁକି ଯୀଶୁଙ୍କ ପଛରେ ଧାଉଁଛନ୍ତି। ଟିକେ ଚିନ୍ତା କରିବା କଥା, ସେଇଟା ବି ବିବେଚନା କରିବା ସମୟ ନାହିଁ। ସେମାନଙ୍କ କଥା ଛାଡ଼ନ୍ତୁ, ଖ୍ରୀଷ୍ଟିଆନ ମାନଙ୍କ କଥା ଦେଖନ୍ତୁ। ଇଭେନ୍ ସେମାନେ ମଧ୍ୟ ଖାଲି ଭୋଜନ ପାନ, ବିବାହରେ ମାତିଛନ୍ତି, ଆଉ ସେମାନେ କ୍ରୟ ବିକ୍ରୟ, ବୃକ୍ଷରୋପଣ, ଗୃହ ନିର୍ମାଣ। ଅବୁଝା ମଣିଷ ଜାଣିନାହିଁ ଯେ ଏହାର ପରିଣତି କ'ଣ ହେଇପାରେ। ଶେଷ ସମୟରେ ଆପଣ ଦେଖିବେ ନୋହଙ୍କ ସମୟରେ ଯେମିତି ଘଟିଥିଲା ଜଳପ୍ଲାବନ ଦ୍ୱାରା, ଲୋଟଙ୍କ ସମୟରେ ଅଗ୍ନି ଗନ୍ଧକ ବୃଷ୍ଟି ହେଇଥିଲା। ଲେଖାଯାଉଛି ମନୁଷ୍ୟ ପୁତ୍ର ପ୍ରକାଶ ହେବା ଦିନ ସେଇ ପ୍ରକାର ଘଟିବ। ଲୋକମାନେ ମାତିଥିବେ। ଯୀଶୁଙ୍କର ଆଗମନ ଦିନ ମଧ୍ୟ এই ପ୍ରକାର ସାଧାରଣ ଦିନ ଥିବ। କିଏ ଘର ବନାଉଥିବ, କିଏ ଗଛ ଲଗାଉଥିବ, କୁଆଡ଼େ ବାହାଘର ଚାଲିଥିବ, ଲୋକ ଖାଇବାରେ ମାତିଥିବେ, ଇଆଡ଼େ କିଣାବିକା ଚାଲିଥିବ, ବିଜନେସ୍ ଚାଲିଥିବ, ବିଜନେସ୍ ଡିଲ୍ ହେଉଥିବ। ଠିକ୍ ସେଇ ସମୟରେ ପ୍ରଭୁ ଯୀଶୁଙ୍କର ଆଗମନ ଗୋଟେ ଅନନ୍ୟ ଦିନ ନଥିବ, ଗୋଟେ ସାଧାରଣ ଦିନ ଥିବ। ସେ ସାଧାରଣ ଦିନରେ ପ୍ରଭୁ ଯୀଶୁ ଆସିବେ। ତେଣୁ ଆପଣମାନଙ୍କୁ ମୁଁ କହିବା ପାଇଁ ଚାହେଁ, ପ୍ରତ୍ୟେକଙ୍କୁ ଏସବୁ ଭିତରେ ଆପଣ ମାତିକି ରୁହନ୍ତୁ ନାହିଁ, ଟିକେ ଊର୍ଦ୍ଧ୍ୱ ଦୃଷ୍ଟି କରି ବଞ୍ଚନ୍ତୁ। ଆଗାମୀ ସମୟ କ'ଣ ବି ହେଇପାରେ। ଜଗତର ପରିସ୍ଥିତି ଦିନକୁ ଦିନ ଖରାପ ହେବାର ଲାଗିଛି। ଏସବୁ ଆମକୁ ଗୋଟିଏ ସଂକେତ ଦିଏ, ଯୀଶୁଙ୍କର ଆଗମନର ସଂକେତ। ଅବୁଝା ମଣିଷ ରହିବା ନାହିଁ, ବୁଝିବା ପାଇଁ ଚେଷ୍ଟା କରିବା। ପରିବେଶ, ପରିସ୍ଥିତି, ପରିବେଷ୍ଟନୀକୁ, ସମୟକୁ ଟିକେ ଧ୍ୟାନ କରି ଦେଖିବା, ବାସ୍ତବରେ ଏଇଟା କୁଆଡ଼େ ଯାଉଛି, ଏ ମନୁଷ୍ୟ ସମାଜର ଗତି କୁଆଡ଼େ। ଆମେ ସବୁ ଭାବି ବସୁଛୁ ଜଗତ ହିଁ ସବୁ କିଛି। ଏ ଜଗତର ସୌନ୍ଦର୍ଯ୍ୟକରଣ ପଛରେ ଆମେ ପଡ଼ିଛୁ, ଏ ଜଗତର ସୁଖଭୋଗ ପଛରେ ମାତିଛୁ। ଆମେ ସମସ୍ତେ ସେଠୁ କେହି ବାଦ ଯାଇନାହାନ୍ତି। ଆମେ ପ୍ରଚାରକ ପାଳକମାନେ ମଧ୍ୟ ଆମେ ଏ ଜଗତକୁ ଉପଭୋଗ କରିବା ପାଇଁ ଚାହୁଁଛୁ। ଏ ଜଗତକୁ ଉପଭୋଗ କରିବା ଲୋକମାନେ ଅନେକ ଦୁଃଖ ଭୋଗ ପାଇଛନ୍ତି। ଆଉ ପରିଣତି ଅତି ଭୟଙ୍କର ହେଇପାରେ। ଜଗତ ପଛରେ ନ ଯାଇ ଆମକୁ ପ୍ରଭୁଙ୍କ ପଛରେ ଯିବାର ଅଛି। ସମାଜ ପଛରେ ନ ଯାଇ ସଦାପ୍ରଭୁଙ୍କ ପଛରେ ଯିବାର ଅଛି। ଆଜି ଆମେ ସମସ୍ତେ ନିଜ ନିଜ ଦୁଃଖକୁ ଧରି ବସିଛୁ, ସମସ୍ୟାକୁ ଧରି ବସିଛୁ। ଆମେ ମାତି ରହିଛୁ ସେ ବିଷୟରେ। ଆମର ବଡ଼ ବଡ଼ ସ୍ୱପ୍ନ, ଲମ୍ବା ଲମ୍ବା ସ୍ୱପ୍ନ, ଆମ ସ୍ୱପ୍ନର ତାଲିକା ସମାପ୍ତ ହେଉନାହିଁ। କାରଣ ଆମେ ଭାବୁଛୁ ଏ ଜଗତ ହିଁ ସବୁ କିଛି। ଅବୁଝା ମଣିଷ କେବେ ବୁଝିବ କେଜାଣି। ପ୍ରଭୁ ଆପଣମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କରନ୍ତୁ। ଜଗତ ସବୁ କିଛି ନୁହେଁ। ଜଗତର ଦିନେ ସମାପ୍ତ ହେବ। ଆପଣଙ୍କ ଯାତ୍ରା ଦିନେ ସମାପ୍ତ ହେବ। ଜଗତରେ ସୁଖଭୋଗ ଦିନେ ସମାପ୍ତ ହେବ। ତାପରେ କ'ଣ? ଚିନ୍ତା କରନ୍ତୁ, ପ୍ରାର୍ଥନା କରିବା। ଅନୁଗ୍ରହକାରୀ ପିତା ପରମେଶ୍ୱର, ଆମେ ଆପଣଙ୍କୁ ଧନ୍ୟବାଦ ଦେଉଛୁ। ଆଜିର ଏହି ନୂଆ ସକାଳ ଆସର କାର୍ଯ୍ୟକ୍ରମରେ ପ୍ରଭୁ ଆପଣ ଆମ ସହିତ କଥା ହେଇଛନ୍ତି, ଆମର ଜୀବନକୁ ସମୀକ୍ଷା କରିବା ପାଇଁ। ଆମେ ଏତେ ଅବୁଝା ହେଇଗଲୁଣି ପ୍ରଭୁ, ଯେ ଜଗତ ହିଁ ଆମ ପାଇଁ ସବୁ କିଛି ଭାବୁଛୁ। ଏ ଜଗତର ପଛରେ ଆମେ ମାତି ରହିଛୁ। ମୁଁ ପ୍ରାର୍ଥନା କରୁଛି ପ୍ରଭୁ, ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ, ଅନୁଗ୍ରହ କରନ୍ତୁ। ଆମେ ପ୍ରତ୍ୟେକ ଯେପରି ଆପଣା ଜୀବନକୁ ସମୀକ୍ଷା କରି ଆଗକୁ ବଢ଼ିପାରିବୁ, ଅନୁଗ୍ରହ ପ୍ରଦାନ କରନ୍ତୁ। ପ୍ରଭୁ ପ୍ରତ୍ୟେକଙ୍କ ସହିତ ପରମେଶ୍ୱର ହୁଅନ୍ତୁ। ପ୍ରାର୍ଥନା ଶୁଣିଥିବାରୁ ଅଶେଷ ଧନ୍ୟବାଦ ଦେଇ ପ୍ରାର୍ଥନା ମୋର ପ୍ରାଣର ପ୍ରିୟ ଯୀଶୁଙ୍କ ନାମରେ ମାଗିଲି, ଆମିନ୍। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ନମସ୍କାର।